ବନ୍ଦେ ଉତ୍କଳ ଜନନୀ ଆଜିର ଆମ ନିଃଶବ୍ଦ ବିକାଶ ପରିଷଦ ଜଟଣୀ ଏବଂ ସୋମନାଥ ବାଲୁକେଶ୍ୱର ଦେବ ମହିଳା ଡିଗ୍ରୀ ମହାବିଦ୍ୟାଳୟ କନ୍ତିଆ ଆନୁକୂଲ୍ୟରେ ଆଜି ଯେଉଁ ଆଲୋଚନା ଚକ୍ର ସମ୍ପାଦିତ ହେବାକୁ ଯାଉଛି ତାର ପ୍ରଥମ ପର୍ଯ୍ୟାୟ ହେଉଛି କବିତା ପାଠ। ସେହି କବିତା ପାଠରେ ମୁଁ ବର୍ତ୍ତମାନ ଆମର ଶ୍ରୀଯୁକ୍ତ ପଦ୍ମଲୋଚନ ସାହୁଙ୍କୁ ତାଙ୍କର ସଭାପତିତ୍ୱ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମୁଁ ମଞ୍ଚ ଉପରକୁ ଆହ୍ୱାନ କରୁଛି। ଆଉ କବିତା ଗୁଡ଼ିକୁ ସଂଯୋଜନା କରିବା ପାଇଁ ଅଧ୍ୟାପିକା ସୌଦାମିନୀ ବେହେରାଙ୍କୁ ମଞ୍ଚକୁ ଆମନ୍ତ୍ରଣ କରୁଛି। ତାଙ୍କୁ ସହଯୋଗ କରିବା ପାଇଁ ଅଧ୍ୟାପିକା ଆରତୀ ସେନ ମହୋଦୟଙ୍କୁ ମୁଁ ମଞ୍ଚ ଉପରକୁ ଆହ୍ୱାନ କରୁଛି। ସମସ୍ତେ କରତାଳି ଦେଇ ସ୍ୱାଗତ ଟିକେ ଜଣାନ୍ତୁ। ଆସନ୍ତାକାଲି ନଟିଆ ନାଗର କୃଷ୍ଣଙ୍କର ଜନ୍ମ ଦିବସ। ଆଉ ସାରା ଭାରତରେ ସାରା ବିଶ୍ୱରେ ଜନ୍ମାଷ୍ଟମୀ ଖୁବ୍ ଆଲୋଚନା ସହିତ ପାଳନ ପାଇଁ ଯାଉଛି। ତେବେ ଜନ୍ମାଷ୍ଟମୀର ଶୁଭ ଅବସରରେ ସୁନ୍ଦର କବିତା ଦେଇ ଆସୁଛନ୍ତି ସେଇ ଲାଲା କାହ୍ନା ପାଇଁ ଜୟ ଶ୍ରୀକୃଷ୍ଣ। ତେବେ ଆସନ୍ତୁ ଆମନ୍ତ୍ରଣ କରି ବିଶିଷ୍ଟ କଳାକାର କବି ଏବଂ ସୁନ୍ଦର ମଣିଷ ଶ୍ରୀ ସୁଦର୍ଶନ ମହାପାତ୍ର ମହୋଦୟ। ତେବେ ଆସନ୍ତୁ ତାଙ୍କର କବିତା ଶୁଣିବା। ଜୟ ଶ୍ରୀକୃଷ୍ଣ ରାଗ ରସଗୁଲ୍ଲା ପ୍ରାନ୍ଧନ ବିକାଶ। ତେବେ ଆସନ୍ତୁ ଶୁଣିବା। ଜ୍ଞାନୀ ମଣିଷ ଏବଂ ପାଲା ଗାୟନରେ ସେ ସୁନ୍ଦର ଭାବରେ ମୁଗ୍ଧ କରିଥାନ୍ତି ଦର୍ଶକମାନଙ୍କୁ ଶ୍ରୋତାମାନଙ୍କୁ। ଜୟ ଶ୍ରୀକୃଷ୍ଣ। ଜୟ ଶ୍ରୀକୃଷ୍ଣ ରସଗୋଲ୍ଲା ରାଗରେ ଗାଇଛି ଏବଂ ପ୍ରାନ୍ତାନୁ ଭାଷାରେ ଜୟ ଜୟ ହେ କାଇଁଚ ମାରିଆ ଯଶୋଦା ରାଣୀରେ ପ୍ରତିତୁଳିଆ ମନ୍ଦରା କାଙ୍କର ମୁଇ ଥାଳିଆ ଗୋପୀ ଗୋପାଳ ବାଳକ ମିଳିଆ ଜୟ କଦମ୍ବ ମୂଳିଆ ହେ ଜୟ କଦମ୍ବ ମୂଳିଆ ଗୋପାଳଙ୍କର ସହିତରେ ତୁମେ ସଦା ପ୍ରେମ ବିଭଳିଆ ହେ ଜୟ କଦମ୍ବ ମୂଳିଆ ବ୍ରଜପୁରେ ବରଦ ସୁରେ ବ୍ରଜପୁରେ ବରଦ ଧୁଳିଆ ସିଏ ସିদ্ধି କୁଳ ସିদ্ধି କୁଳିଆ ଭକ୍ତଙ୍କର ଗଳା ମାଳିଆ ଅପ୍ରାକୃତେ ରାଧା ପ୍ରୀତି ଭଳିଆ ତୁମେର ତିରଙ୍କାଳିଆ ହେ ତୁମେର ତିରଙ୍କାଳିଆ ପିତ ରସନ କଳିତ କଲେ ହୁଏ ଆଏ ପିତ ଦୁଳିଆ ହେ ଆଏ ପିତ ଦୁଳିଆ ସୁଦାମ ସୁବଳ ସଙ୍ଗ ମିଳିଆ ଶୁଣିଲେ ଭାଇ ସଦା ଭାଇ ବଳିଆ ମାମୁ ମନସା ଦେଶରେ ପଦ୍ମ ପଡ଼ିଆ କାଳିନ୍ଦୀ ହ୍ରଦରେ କାଳି ଦଳିଆ ଇନ୍ଦ୍ର ପାଦରେ ଛଡ଼ିଆ ହେ ଇନ୍ଦ୍ର ପାଦରେ ଛଡ଼ିଆ ଟେକା ବଡ଼ି ଗୋବର୍ଦ୍ଧନ ଟେକି করে হইল গিরি পড়িয়া হে হইল গিরি পড়িয়া নামে নারদ পড়িয়া জগৎ থেকে তুম ভরিয়া মাত্র রূপ তুম অকে কাড়িয়া ভূতে বনমাণ বনমাড়িয়া রূপকা সঙ্গে পড়িয়া হে রূপকা সঙ্গে পড়িয়া যমুনা তটরে যমুনা কাটিয়া তুমি একা মঙ্গুড়িয়া হে তুমি একা মঙ্গুড়িয়া জন্ম জেলা জনে আন পাড়িয়া জন্ম জেলা জনে আন পাড়িয়া বেড়িল পূর্বে কদম্ব মুড়িয়া মীরা জয় দেব প্রেম ভরিয়া হিন্দু সুদর্শন সে পদ তড়িয়া হে বরদ বন্দে কৃষ্ণ পাড়িয়া হে বন্দে কৃষ্ণ পাড়িয়া বিষ্ণুর কল্যাণ ফল ভরানুজ এই মো ভিক্ষা ধারিয়া হে এই মো ভিক্ষা ধারিয়া।
ଆମରି ସତ୍ୟ ବିକାଶ ପରିଷଦର ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା କବିତା ଆସରରେ କବିତା ସଂଯୋଜନା କରିବାର ଦାୟିତ୍ୱ ମୋତେ ଦେଇଥିବାରୁ ଏ ଅନୁଷ୍ଠାନକୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି। ଏହା ଉପଲକ୍ଷେ ଉପସ୍ଥିତ ଥିବା ସମସ୍ତ କବିୟତ୍ରୀଙ୍କୁ ମୋର ସାରସ୍ୱତ ପ୍ରଣାମ ସହିତ କବିତା ଆସରକୁ ଆଗେଇ ନେବା ପାଇଁ ଚାହୁଁଛି ଏବଂ ଆସନ୍ତାକାଲି ଥିବା ଜନ୍ମାଷ୍ଟମୀ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସମସ୍ତଙ୍କୁ ମୋର ଅଭିନନ୍ଦନ शुभेच्छा एवं श्रीकृष्णको कोटि कोटि प्रणाम करी सर्वे भवन्तु सुखिनः विश्वर मंगल कामना करी मो हाथे थिबा प्रथम कवि विशिष्ट कवि विद्वान महान ज्ञानी गुणी मो निवेदन करूछि पंडित रमाकांत मिश्र तांकर लेखा चमत्कार आउ थे आस कृष्ण हे तुमे आस आउ थे आस कृष्ण हे कृष्ण तांकर स्वागत करूछि निवेदन करूछि तांकर कविता पाठ करी जन्माष्टमी आश्रम Jai
ଗୋପରାଜାନନ୍ଦ ରେ ଉଗାଳତି କୋଳେ ନେଇ ଗୋପରାଜାନନ୍ଦ ରେ ମାଟି ଖାଇବାର ଦିନ ପଚାରିଲି ଧରି କାନ ବିଶ୍ୱ ବ୍ରହ୍ମାଣ୍ଡ ଦେଖିଲି ତୋର ମୁଖରନ୍ଧ୍ରରେ ସେହି ଦିନୁ ଭାଇ ଭାଇ ହୃଦୟ ଦାୟରେ ଜଳି ନ ଦେଖିଲେ ଦିନେ ତୋତେ ମନ ହୁଏ ଦ୍ୱନ୍ଦ୍ୱରେ ନ ଦେଖିଲେ ଦିନେ ତୋତେ ମନ ହୁଏ ଦ୍ୱନ୍ଦ୍ୱରେ ଧନୁଯାତ୍ରା ଦେଖିବାକୁ ରଥ ଦେଇ କ୍ରୂରକୁ ପଠାଇଲା କଂସ ରାଜା ସେତ ବଡ଼ ମନ୍ଦରେ କାକ କଥାରୁ କହିଲି ଗୋପପୁର ଯାଉ ଚାଲି ତୁଚ୍ଛ କରି ମାତା ପୁତ୍ର ସଂସାରର ବନ୍ଧରେ ତୁଚ୍ଛ କରି ମାତା ପୁତ୍ର ସଂସାରର ବନ୍ଧରେ ବିଧାତା ହୋଇଲା ବାମ সঙ্গে নেলু বলরাম যশোদার হিড়িমণি নাহি আউ আনন্দরে মিনতি করে প্রভাস কলা কানু ফেরি আস মিনতি করে প্রভাস কলা কানু ফেরি আস রাধারানী ঝুরি মরে ওই কান্দ কান্দরে রাধারানী ঝুরি মরে ওই কান্দ কান্দরে আহা মোর কলা চান্দরে কেনে ছাড়ি চালি যাও করি ঘটে অন্ধরে কেনে ছাড়ি চালি যাও করি ঘটে অন্ধরে। खूब सुंदर कविता कवि का कटनी को शुणी धन्यवाद कवि परवर्ती कवि हेले आम पाखे जय जगन्नाथ स्वामी नयन पथगामी से जगन्नाथ को साथी रखी कविता लिखि पंडित पद्मनाभ पाणिग्राही जीवन अवधान एक नारी कहानी अभिनंदन जनानी शुभेच्छा सर आसतु समस्ते श्रीकृष्ण वंदना गाई गले तो महिला कले तेना मोर नारी गोटे लेखिकी नहीं आए जीवन अपराह्न एक नारी कहानी गिरीशम अपराह्ने वृद्धाश्रम एक वृद्धा को भेटिली जाई गिरीशम अपराह्ने वृद्धाश्रम एक वृद्धा को भेटिली जाई कहले जेजेमा बैशाख अपराह्ने एठी बसी तो गर्म पवन खाई कहले वृद्धा आरे नातिया ये जीवन अवसान केबेटु घटी ये जीवन अवसान केबेटु घटी शरीर रही बाकी ये मिथ्या शरीर केते बेले धरी पड़िबो प्रभु रहिसंती जाय माँ बापांकर थिली बड़ झियो तले थिले दुई भाई माँ बापांकर थिली बड़ झियो तले थिले दुई भाई देहर रंग कला होइथिबारु आदर न कले माँ बापांकर स्नेहरु वंचित गाली देले अलक्षणी काली माँ बापांकर स्नेहरु वंचित गाली देले अलक्षणी काली घृणारे सदा नाकटे कुथाते प्रत्येक कथारे गाली सबुथिरे मते पछरे रखती खाइबा पिंदिबा उना सबुथिरे मते पछरे रखती खाइबा पिंदिबा उना पाठ पढ़ारे को डोरी लागी गला चुली मुंडे हेली गणा 12 वर्षरे विवाह बंधने कुआरी जीवन शेष 12 वर्षरे विवाह बंधने कुआरी जीवन शेष संपर्क बंधन मूल्य मु जानिनी गोटे जीवन अपराह्न शेष ये गोटे जीवन अपराह्न शेष हैला सासु घरे सदा होइनी बंदिनी हसिबा कांदिबा मना सासु घरे सदा होइनी बंदिनी हसिबा कांदिबा मना चुली मुंडू घर घर चुली मुंड होई गली आन मना स्नेह श्रद्धा सेठी सपन मो पाई नथिला भल पाइबा कहार स्नेह श्रद्धा सेठी सपन मो पाई नथिला भल पाइबा कहार
କନ୍ୟା ଗର୍ଭ ଜନ୍ମ ଆଗରୁ ହତ୍ୟା କରାଗଲା ମୋ ମାତୃତ୍ୱ। এইটি ঘটিলা আউ এক অপরাহ্ন প্রথম মাতৃত্ব অবশেষ। দুই পুয় ক্রমে জীবনে আসিলে তাঙ্ক হসে টিকে হস। দুঃখকু চাপি জীবনরে সুখ কিছু কিছু ভরুথিলি, দুঃখকু চাপি জীবনরে সুখ কিছু কিছু ভরুথিলি। স্বামী চালিগলে জীবনর আউ এক অপরাহ্ন বিধবা বেশ সাজিলি। পিলা দুইটিকে মଣିষ করিলি বহু দুঃখ কষ্ট সহি। পিলা দুইটিকে মଣିষ করিলি বহু দুঃখ কষ্ট সহি। বাপর আদর মার স্নেহ পালিছি মমতা দেই। বড় চাকরি করিছন্তি পিলে, বড় চাকরি করিছন্তি পিলে বড় ঘরে হেলে মাহা। পুଅ ବହୁ ନାତି ନାତୁଣୀ ଖାଇବେ ଆଜି ମୁଁ ବୃଦ୍ଧାଶ୍ରମ ମତେ ସାହା, ବୃଦ୍ଧାଶ୍ରମ ମତେ ସାହା। ହାଡ଼ ମାଂସ ଚର୍ମ ବେଷ୍ଟିତ ଏ ଦେହ ଦିନେ ତ ଅନ୍ତ ଘଟିବ। ମାଟିର ଶରୀର ମାଟିରେ ମିଶିବ। ଜୀବନ ଅପରାହ୍ନ ଶେଷ ହେବ, ଜୀବନ ଅପରାହ୍ନ ଶେଷ ହେବ। ଜୟ ଜଗନ୍ନାଥ। খুব সুন্দর কবিতা, নারী মনস্ক কবিতা। পদ্মনাভ পাণিগ্রাহী পুরুষ হেলে মধ্য নারীর যে ব্যক্তিত্ব, নারীর চরিত্র, নারীর মনস্তাত্ত্বিকକୁ ସେ ବୁଝିଛନ୍ତି। ଆଉ କହନ୍ତି ନାରୀର ଶବ୍ଦ ହେଉଛି ନ ଅରି, ଯାହାର କେହି ଶତ୍ରୁ ନଥାନ୍ତି। ତଥାପି କାହିଁକି ଏତେ ଶତ୍ରୁ ବାହାରନ୍ତି? ପେଟରେ ବା ଜଠରେ ମା ଯେତେବେଳେ ଭ୍ରୂଣଟିଏ ଧରିଥାଏ, ସେହି ସମୟରୁ ତାର ଆରମ୍ଭ ହୋଇଯାଏ ସଂଘର୍ଷ ଶ୍ମଶାନକୁ ଗଲା ପର୍ଯ୍ୟନ୍ତ। ତେବେ ନାରୀ ଉପରେ ଆପଣଙ୍କର କବିତାଟି ଖୁବ୍ ସୁନ୍ଦର ହେଇଛି ଏବଂ ଏଇ ମହିଳା କଲେଜ ପାଇଁ ଏହା ଯଥାର୍ଥ ଆପଣଙ୍କର ରଚନା। ସତରେ ମାନେ ଯଥାର୍ଥ ହେଲା ଆଜିର ଏଇ କବିତା ଆସରରେ। ପିଲାମାନେ ଟିକେ କରତାଳି ଦିଅ। କବିତା ଆସରରେ ଯେକୌଣସି ଓଡ଼ିଶାର କବିତା ଆସର ହୁଏ, ଯେତେ ସମ୍ଭବ ସେ ଚାଲିଯାଆନ୍ତି ଆଉ କବି ମନସ୍କ ହୋଇ ପଢ଼ି ଦିଅନ୍ତି କବିତା, ଆଉ ସମସ୍ତଙ୍କ ପାଇଁ ଭାରି ପଡ଼ନ୍ତି। ତାଙ୍କ ନାଁ ହେଉଛି ଦିବ୍ୟଲୋଚନ ଭାରିମଲ। ଆଉ ଯଦି ସେ କବିତା ଆସରକୁ ଯାଆନ୍ତିନି ନା, ସେ କବିତା ଆସର ହାଲକା ଲାଗେ। ତେବେ ଆସନ୍ତୁ ଶୁଣିବା ଦିବ୍ୟଲୋଚନ ଭାରିମଲ ମହୋଦୟଙ୍କୁ ସାମ୍ପ୍ରତିକ ସମାଜ ପାଇଁ ଶ୍ରୀକୃଷ୍ଣଙ୍କର ବାର୍ତ୍ତା ଆଜିର ଆଲୋଚନାକୁ ନେଇ ଆସିଛନ୍ତି କବିତା ମାଧ୍ୟମରେ। ତେବେ ଆସନ୍ତୁ ଶୁଣିବା ଦିବ୍ୟଲୋଚନ ଭାରିମଲଙ୍କର ଏକ ସୁନ୍ଦର କବିତା, ଶ୍ରୀକୃଷ୍ଣଙ୍କ ବାର୍ତ୍ତା ସମାଜ ପାଇଁ କେତେ ଦୂର ଯଥାର୍ଥ। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ। ମଞ୍ଚାସୀନ ସଭାପତି, ସଂଯୋଜିକାଦ୍ୱୟ ଏବଂ ମଞ୍ଚ ସମ୍ମୁଖରେ ଉପସ୍ଥିତ ସମସ୍ତ ଗୁଣୀ ବିଜ୍ଞଜନମାନଙ୍କୁ ମୋର ପ୍ରଣାମ। ମୋର ପ୍ରସଙ୍ଗ ଭିତ୍ତିକ କବିତା, ସାମ୍ପ୍ରତିକ ସମାଜ ପାଇଁ ଶ୍ରୀକୃଷ୍ଣଙ୍କ ବାର୍ତ୍ତା। ଧର୍ମ ରକ୍ଷା ଲାଗି ମର୍ତ୍ତେ ଜନମିଲେ ଜଗନ୍ନାଥ ଭଗବାନ, କୃଷ୍ଣ ରୂପ ଧରି ଅର୍ଜୁନ ମାଧ୍ୟମେ ବାଣ୍ଟି ଦେଲେ ଗୀତା କାନ୍ୟ। ମୋହଗ୍ରସ୍ତ ଅର୍ଜୁନକୁ ବୁଝାଇଲେ ମାୟା ମୋହ ତ୍ୟାଗ କର, ଯାହାକୁ ଭାବିଛୁ ଭାଇ ବନ୍ଧୁ ବୋଲି କେହି ନୁହନ୍ତି ତୋର। ଅନ୍ୟାୟ ବିରୁଦ୍ଧେ ଜାଗି ଉଠ ତୁମେ, ଭ୍ରଷ୍ଟାଚାର କର ଶେଷ, ପାପୀ ଦୁର୍ଯ୍ୟୋଧନ ଅନ୍ୟାୟ ଶାସନରୁ ମୁକ୍ତ କର ତୁମ ଦେଶ। ଭୀରୁଙ୍କ ସମାନେ ବସି ରୁହ ନାହିଁ, କର୍ମ କର ନିରନ୍ତର, ଅନାସକ୍ତ ଭାବେ କର୍ମ କରୁଥିଲେ ସହାୟ ହେବେ ଈଶ୍ୱର। ଜଗତବାସୀଙ୍କୁ କହିଲେ ମୋ ଲାଗି କରିବାକୁ ନାହିଁ କର୍ମ, ତଥାପି ମୁଁ ନୀତି କର୍ମ କରୁଅଛି, ପାଳୁଅଛି ନିଜ ଧର୍ମ। କୌଣସି କର୍ମକୁ ଘୃଣା କର ନାହିଁ, କର୍ମ କର ବୀର ପରି, ନିଜେ ବୃନ୍ଦାବନେ ଧେନୁ ଚରାଇଲି ଗୋପ ବାଳକଙ୍କୁ ଧରି। ଘରୁ ଆଣିଥିବା ଖାଦ୍ୟଦ୍ରବ୍ୟମାନ ଖାଉଥିଲୁ ବାଣ୍ଟି କୁଟି, ପନ୍ତି ଭୋଜନରେ ବସିଲେ ସକଳେ ଅହଙ୍କାର ଯିବ ତୁଟି। କହିଲେ କୌଳିକ ବୃତ୍ତି ଆପଣାଇ ହେଲି ଗୋପର ଗୋପାଳ, କୌଳିକ ବୃତ୍ତିକୁ ଧରି ରଖିଥିଲେ ସୁଖରେ କାଟିବ କାଳ। କୃଷି କର୍ମ ପ୍ରତି ଧ୍ୟାନ ଦେଉଛନ୍ତି ବଡ଼ ଭାଇ ହଳଧର, ଗୋପାଳନ ସହ କୃଷି କର୍ମ କଲେ ଅଭାବ ହୋଇବ ଦୂର। ବିଷ ଖାଦ୍ୟ ଦେଇ ପୂତନା ରାକ୍ଷସୀ କରୁଥିଲା ଶିଶୁବଧ, ଶିଶୁ ହତ୍ୟାକାରୀ ମାନଙ୍କୁ ଦଣ୍ଡିଲେ ହେବ ନାହିଁ ଅପରାଧ। କହିଲେ ଶ୍ରୀକୃଷ୍ଣ ଖେଳୁଥିଲେ ସିଏ ବାଲ୍ୟକାଳ ସାଙ୍ଗ ମେଳେ, ଶିଶୁମାନଙ୍କର ଏହି ସ୍ୱାଧୀନତା ରହିଥାଉ କାଳେ କାଳେ। ଗୋବର୍ଦ୍ଧନଗିରି ପୂଜିଲେ ଶ୍ରୀକୃଷ୍ଣ ଧରି ଗୋପନର ନାରୀ, କହିଲେ ପାହାଡ଼ ଜଙ୍ଗଲ ରହିଲେ ଦୁଃଖ ଯିବ ଅପସରି। ନତାଡ଼ ପାହାଡ଼ ନକାଟ ଜଙ୍ଗଲ, ନତାଡ଼ ପାହାଡ଼ ନକାଟ ଜଙ୍ଗଲ କରନ୍ତୁ ବୃକ୍ଷରୋପଣ, ବନ୍ୟା ବାତ୍ୟା ଭୂମିକମ୍ପ ପାରିବନି ତୁମକୁ ଦେଇ ଘୋଷଣ।
କାଳିୟକୁ ତଡ଼ି କାଳିନ୍ଦୀ ଜଳକୁ କରିଲେ ସ୍ୱଚ୍ଛ ନିର୍ମଳ ସ୍ୱଚ୍ଛ ଜଳ ନୀତି ପାନ କରୁଥିଲେ ରୋଗ ହେବ ନାହିଁ କାଳ ପରିବେଶ ସ୍ୱଚ୍ଛ ନିର୍ମଳ ରଖିଲେ ରୋଗ ବ୍ୟାଧି ଯିବେ ଛାଡ଼ି ମହାତ୍ମା ଗାନ୍ଧୀ ଏହି ବାଣୀ ଶୁଣିଲେ ଭାଗବତ ଗ୍ରନ୍ଥ ପଢ଼ି ସ୍ୱଦେଶୀ ପୋଷାକ ପିନ୍ଧୁଥିଲି ମୁଇଁ ତ୍ୟାଗ କରି ଅଭିମାନ ଏହି କଥା ପଢ଼ି ଗାନ୍ଧୀ କହିଥିଲେ କର ବିଦେଶୀ ବର୍ଜନ ଉଲଗ୍ନ ହୋଇଣ ଗୋପ ନାରୀଗଣ କରୁଥିଲେ ଜଳେ ସ୍ନାନ ଶିକ୍ଷା ଦେବା ଲାଗି ଲୁଚାଇ ରଖିଲେ ଶ୍ରୀକୃଷ୍ଣ ତାଙ୍କ ବସନ ଏବେ ଆଧୁନିକା ନାରୀ ବୁଲୁଛନ୍ତି ଅର୍ଦ୍ଧଲଗ୍ନ ବେଶ ଧରି ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଲେ ସକଳେ ଯିବେ ସୁଧୁରି କହିଲେ ଶ୍ରୀକୃଷ୍ଣ ବାଲ୍ୟକାଳୁ ମୋର ଜୀବନ ସଂଘର୍ଷପୂର୍ଣ୍ଣ ସଂଘର୍ଷର ସହ ବଞ୍ଚିବା ହେଉଛି ପ୍ରକୃତିର ବିବର୍ତ୍ତନ ସହିବା ଶକ୍ତି ସମସ୍ତଙ୍କ ଠାରୁ ମୋହଟାରେ ଥିଲା ବେଶୀ ଶିଶୁପାଳ ସହେ ଗାଳି ସହି ମୁଇଁ ମୁଖରେ ହସ ପ୍ରକାଶୀ କହିଲେ କାହାଠୁ ଗାଳି ମନ୍ଦ ଶୁଣି କର ନାହିଁ କେବେ କ୍ରୋଧ ବୁଦ୍ଧି ଜ୍ଞାନ ଲୋପ କରିଦିଏ ଜ୍ଞାନୀଙ୍କୁ କରେ ନିର୍ବୋଧ କହିଲେ ସେ ଦୁଗ୍ଧ ଜାତ ଦ୍ରବ୍ୟ ସହ ଖାଉଥିଲେ ଦହି ଭାତ ନିରାମିଷ ଖାଦ୍ୟ ଭୋଜନ କରିଲେ ଦେହକୁ ହୋଇବ ହିତ କୁଟୁମ୍ବ ମୋହର ବଡ଼ ହେଲେ ମଧ୍ୟ ସଦା ମୁହିଁ ଅନାସକ୍ତ କାମନା ବାସନା ଛୁଏ ନାହିଁ ମୋତେ ପଦ୍ମପତ୍ରେ ଜଳବତ କହିଲେ ଶ୍ରୀକୃଷ୍ଣ 18 ଅଧ୍ୟାୟ କହିଲି 18 ଯୋଗ ପ୍ରାଣାୟାମ ନୀତି କରୁଥିଲେ ହେବ ନାହିଁ କେବେ ରୋଗ ଯିଏ ଯେଉଁପରି କର୍ମ କରୁଥାଏ ସେହିପରି ଲଭେ ଫଳ କର୍ମ ବଳେ ଉପେସନ ରୋଜା ହେଲା ଥିଲା ରାଜ୍ୟ କଟୁବାଳ ଜାତି ଅହଙ୍କାର ଭୁଲି ଯାଇ କରି ବିଦୁର ଘରେ ଭୋଜନ ମନେ ରଖ ଜାତି ଧର୍ମର ଉର୍ଦ୍ଧ୍ୱରେ ସବୁ ମଣିଷ ସମାନ ଜୟ ଜଗନ୍ନାଥ धन्यवाद कवि आपणकर लेखार उपादेयता अति सुंदर चमत्कार परवर्ती कवि डॉक्टर रजनी रण सिंह आसतु अभिनंदन शुभेच्छा सहित स्वागत करुछि डॉक्टर रजनी रण सिंह ओडिया साहित्यर एक स्पर्धित उच्चारण आउ अध्यापन सहित से साहित्य को एमिति भावरे जोड़ी जाइछन्ति जे साहित्य जगत पाई गोटे अमूल्य उपादान खोर्धागढ़र साहित्य इतिहास भेटी देइछन्ति तांकर पीएचडी संदर्भ रे एबे आसंतु सुनिबा तांकर एक सुंदर कविता मैडम को पाई गोटे ताली ही जाऊ धन्यवाद मैडम उपस्थित थिबा समस्त साहित्यिक मानक मोर विनम्र प्रणाम मो कवितार शीर्षक स्वाधीन भारत वर्ष आकाशरू माटी जाए तनुरु तनिमा जाए तंत्रे मंत्रे स्वागत तोहर आकाशरू माटी जाए तनुरु तनिमा जाए तंत्रे मंत्रे स्वागत तोहर ए पूर्ण भारत वर्ष कहीं तोर मुक्ति मंत्र कहीं तोर मुक्त स्वाधीनता जहाँ पाई रचुथिला ए मनीष ए माटारे कारारे कविता कहीं तोर मुक्ति मंत्र कहीं तोर मुक्त स्वाधीनता जहाँ पाई रचुथिला ए मनीष ए माटी रे कारारे कविता एठी सन्त्रास रे सढ़े माटी पादे पादे हत्या और लुंठन केते निरीह प्राण को बलि दिए सन्त्रास निज पाई करी जयगान शासन और शोषण रे पेशी हुए देशर निरीह जनता कृपाणार पदाघाते कंपे आज पृथ्वी घूरे आज सबिंकर मथा ऐतिह्य जे इति हुए नीतिर नीलाम गिरजा शिखे घंट बाजे मस्जिद रे सुबे राम नाम वेद मंत्र गीता कांदे घुमुरी घुमुरी परंपरा पड़ी जाए द्वापर कादम्बरी परी हे पूर्ण भारत वर्ष शुभ शंख नादे शुभे अशुभर नित्य कोलाहल मिथ्या अहमिका और मिथ्या अभिजात्य पाई मनीष हेउछि एठी डहल विकल माटी घर भांगी जाए भाग होई जाए भाई माटी माँ विवश सेविका कहीं से लवंग दीप जम्बू दीप बोईत बंधाण देश जस मान लगी ए जातिर परम आह्वान जाइछि पिरिंगी सत आमे किंतु पालटिछे प्रमत्त जादव केउ कादम्बरी पाने भूलिले आपण आपण माटी माँ भाईर जीवन माटी माँ भाईर जीवन सन्त्रास रक्तरे आमे भिजाउछे माटी को आमे भी स्वाधीन अजाणते चली जाऊ केउ एक पराधीन भारत वर्ष को जोठी ईर्षा द्वेष अहंकार बांधी होई जाई आमे
ଭୁଲି ଯାଇ ଆପଣା ବଣକୁ। ଏ ପୂର୍ଣ୍ଣ ଭାରତବର୍ଷ କଥା ଦିଅ କେବେ ହେବ ଏଠି ଜହ୍ନ ରାତି ଶୋଷର ସମୁଦ୍ର ଆଉ ଭୋକର ବୁଭୁକ୍ଷୁ କେହି କରିବେନି ଏଠି ଯେ ରାଜୁତି। ଭଲ ପାଇବାର ମନ୍ତ୍ରେ ଭିଜାଇବା ଏ ମାଟିକୁ ଜନନୀୟ ଜନ୍ମଭୂମି ଜୟଗାନ ଗାଇ ଶୋଷଣ କଷଣ ଆଉ ରହିବନି ଭାତୃଭାବ ମମତା ଓ ଆପଣା ବଣରେ ତ୍ରିରଙ୍ଗା ବି ଉଡ଼ୁଥିବ ଫରଫର ହୋଇ ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ। ସୁନ୍ଦର କବିତା, ସେଇ ମାଟି ମାର କଥା, ସେଇ ସ୍ୱାଧୀନତାର କଥା, ସେଇ ଭାଇଚାରାର କଥା ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। କବିତାଟି ଖୁବ୍ ସୁନ୍ଦର, ଜାତୀୟବାଦୀ କବିତା। ସମସ୍ତଙ୍କ ମନରେ ସେଇ ଜାତୀୟତା ଭରୁ, ସାମ୍ପ୍ରଦାୟିକ ମନୋଭାବ ଆଦୌ ନ ରହୁ। ତେବେ ସୁନ୍ଦର କବିତା ଆପଣଙ୍କର। କାଶତଣ୍ଡି ଘଞ୍ଚ ଜଙ୍ଗଲରୁ କେଉଁ ବଂଶିଆର ଟୋକାର ବଂଶୀସ୍ୱନ ତୋଳି ଦେଉଛି, କାହିଁକି କେଜାଣି କମ୍ପିତ ହୁଏ ହୃଦୟ, ଆଉ ସେଇ ବଂଶୀସ୍ୱରରେ ମୁଁ ତ ପାଗଳ ହୁଏ ଦୌଡ଼ି ଆସେ। ଆଉ ସେମିତି ଏକ ଚୋର ଚୋରି କରୁଥିଲା ଉଇଁ ଆସୁଥିବା ଜହ୍ନର କିଛି ଅନନ୍ୟ ମାଦକତା। ଆମେ ତ ଶୁଣିଛୁ ସର ଲବଣୀରେ ମନ, ସରର ଚୋର ଲବଣୀ ଚୋର, କିନ୍ତୁ ଆସନ୍ତୁ ଏକ ସୁନ୍ଦର ଅନନ୍ୟ କବିତାକୁ ଭେଟି ଦେଉଛନ୍ତି ବିରହୀର ଅନ୍ତଃସ୍ୱର ସନ୍ତୋଷ କୁମାର ମିଶ୍ର ମହୋଦୟ। ତେବେ ମୋ ନିମନ୍ତ୍ରଣ ରକ୍ଷା କରି ସାର୍ ଆସିଛନ୍ତି, ଏତେ ଖୁସି ଲାଗୁଛି। ପ୍ରଥମ ଥର ପାଇଁ ଆମ କଲେଜକୁ ଆସିଛନ୍ତି, ତେଣୁ ସନ୍ତୋଷ ମିଶ୍ରଙ୍କ ପାଇଁ ଏକ ଜୋରଦାର କରତାଳି। ବିରହୀର ଅନ୍ତଃସ୍ୱର ସନ୍ତୋଷ କୁମାର ମିଶ୍ର ମହୋଦୟ। ସମସ୍ତଙ୍କୁ ନମସ୍କାର। ସତ କଥା, ମୁଁ ଆଜି ପ୍ରଥମ ଥର ପାଇଁ ଆସିଛି, ଭଲ ଲାଗୁଛି। ପିଲାମାନଙ୍କ ଗହଣରେ କିଛି ସମୟ କବିତା ପଢ଼ିବା। ଯେତେବେଳେ ଆପଣମାନେ ଆରମ୍ଭ କଲେ କୃଷ୍ଣ କୃଷ୍ଣ ପଢ଼ିଲେ, ମୁଁ କହିଲି ଏଠି ତ କୃଷ୍ଣ ନାହାନ୍ତି, ମୋ କବିତାରେ କେବେ କୃଷ୍ଣ ଆସିନାହାନ୍ତି, ମୁଁ କ'ଣ ପଢ଼ିବି? ପଦନାବାବୁ କହିଲେ ଏଠି କୃଷ୍ଣଙ୍କ ସହିତ ବି ଅନ୍ୟମାନେ ଆସିପାରୁଛନ୍ତି। କହିଲେ ହଉ। ମୋ କବିତାର ଶୀର୍ଷକ ବିରହୀର ଅନ୍ତଃସ୍ୱର। ନିଛାଟିଆ ନଈପଠା କାଶତଣ୍ଡିର ଘଞ୍ଚ ଘେର ଭିତରେ କେହି ଜଣେ ବଂଶୀଆଳ ତୋଳି ଧରିଥିଲା, ବଂଶୀରେ ତାର ଏକ ବିରଳ ମୂର୍ଚ୍ଛନା। ନିଛାଟିଆ ନଈପଠା କାଶତଣ୍ଡି ଘଞ୍ଚ ଘେର ଭିତରେ କେହି ଜଣେ ବଂଶୀଆଳ ତୋଳି ଧରିଥିଲା, ବଂଶୀରେ ତାର ଏକ ବିରଳ ମୂର୍ଚ୍ଛନା, ଯାହା ତାର ଅଜାଣତରେ ସୃଷ୍ଟି କରୁଥିଲା ଅନେକ କମ୍ପନ ଦେହ ଆଉ ମନରେ। ସତେ ଯେମିତି ଲେଉଟାଣି ସୂର୍ଯ୍ୟକୁ ସାକ୍ଷୀ ରଖି ସେ ଚୋରି କରୁଥିଲା ଉଇଁ ଆସୁଥିବା ଜହ୍ନର କିଛି ଅନନ୍ୟ ମାଦକତା। ଜଣାନଥିଲା କାହିଁକି, କିନ୍ତୁ ସ୍ପଷ୍ଟ ବାରି ହେଉଥିଲା। ଜଣାନଥିଲା କାହିଁକି, କିନ୍ତୁ ସ୍ପଷ୍ଟ ବାରି ହେଉଥିଲା ତାର ଗାୟନରୁ। ସେ ଯେ ବିଳପୁଥିଲା ବିରହ ନିର୍ଘାତ ତାଡ଼ନାରେ, ସେ ଯେ ବିଳପୁଥିଲା ବିରହର ନିର୍ଘାତ ତାଡ଼ନାରେ, ହୁଏତ କାହା ନିଟୋଳ ସମ୍ଭୋଗର ମୋହରେ। ଶେଷରେ ଭାଙ୍ଗି ଭାଙ୍ଗି ସେ ବାଲିଗରଡ଼ାଟି ପରି ମିଶି ଯାଉଥିଲା ସହସା ରେଣୁ ରେଣୁ ହୋଇ ଶୁଖିଲା ନଈର ସେ ସୁନସାନ ପଠାରେ। ପ୍ରତ୍ୟୟ ହେଉଥିଲା ଖଣ୍ଡ ଖଣ୍ଡ ହୋଇ ଯେମିତି ଛିଡ଼ି ପଡ଼ୁଥିଲା ତା ହୃଦୟରୁ। ପ୍ରତ୍ୟୟ ହେଉଥିଲା ଖଣ୍ଡ ଖଣ୍ଡ ହୋଇ ଯେମିତି ଛିଡ଼ି ପଡ଼ୁଥିଲା ତା ହୃଦୟରୁ। କେବେ ଦିନେ ନିହାତି ଆପଣାର ହେଇଯାଇଥିବା ସମ୍ପର୍କର ଇତିହାସ ପୁଥିରୁ କିଛି ଘୁଣଖିଆ ପୃଷ୍ଠା ତା ଅବଶୋଷର ଶକ୍ତ ଚଟାଣ ଉପରେ। ମୁଁ କିନ୍ତୁ ସାହସ ଜୁଟେଇ ପାରିନଥିଲି ସେ ବଂଶୀଆଳକୁ ସାନ୍ତ୍ୱନା ଦେବା ପାଇଁ। ମୁଁ କିନ୍ତୁ ସାହସ ଜୁଟେଇ ପାରିନଥିଲି ସେ ବଂଶୀଆଳକୁ ସାନ୍ତ୍ୱନା ଦେଇ ପଦେ ବୁଝେଇ କହିବାକୁ, ହେ ବନ୍ଧୁ, ମିଳନ ଓ ବିରହ ଜୀବନଚର୍ଯ୍ୟାର ଦୁଇ ଏପରି ସ୍ଥିତି, ଜଣେ ଥିଲେ ହାତ ପାପୁଲିରେ, ଆଉ ଜଣେ ଈର୍ଷାରେ ଜଳୁଥାଏ ତାର ଅବଶିଷ୍ଟ ଆୟୁଷ।
नमस्कार। सुंदर कविता कवि संतोष मिश्र कवितार गुणतत्व खूब गभीर ताकू समीक्षा करने आम पक्षर बोधे संभव नुहे तेणु खूब सुंदर आपणकर आज ये विराजित होबार दृश्य आमको सतरे आत्महरा कर दौची। दीन बंधु दई तारी दुख न गुलाम हरी हेलु कि निठुर चित्त नीला चली पिछे करी दीन बंधु दई तारी। तेरे आसंतु शुणा से दीनबंधु कथा से पतित पावनकर कथा से कालियार कथा कृष्णंकर कथा। तेरे आसंतु रोटेरियन आदिनारायण खंडुआल को भेटिबा तांको कविता रे भजनटी दीनबंधु। आम पाखरे पहुंची जाइछंती जटणीर विशिष्ट कवि प्रमोद कुमार महांती महोदय एवं आमर विशिष्ट कवि सूर्य महांती महोदय सुकन्या तेणु तांको मध्य आमे स्वागत करुछु। आज पवित्र पुण्यतिथि उपस्थित समस्त मंच आसीन मंच बाहर बचिता समस्त सारस्वत प्रेमी मोर गुरुजन एवं आमर कॉलेजर समस्त शिक्षा समस्त मोर शुभेच्छा और धन्यवाद जन मोर कविता भजन गोटे दीनबंधु ताको मु पाठ करुची। दीनबंधु बोली न देला रे दीनबंधु बोली नमके देला रे सत की तू दीनबंधु ए दीनर दुख हरिबा कि प्रभु ए दीनर दुख हरिबा कि प्रभु भरी तब कृपा बिंदु दीनबंधु बोली नाम के देला रे सत की तू दीनबंधु पतित पावन बना उड़ाउछ पतित पावन बना उड़ाउछ बोला पतित इंदु दीन जनकर कृपार वारिधि दीन जनकर कृपार वारिधि तुम्हें परा कृपा सिंधु तुम्हें परा कृपा सिंधु दीनबंधु 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 तुरे दीनबंधु दीनबंधु भकत भकति स्नेह बंधा तुही भकत भकति स्नेह बंधा तुही किए केते कथा निंदुरे तते किए केते कथा निंदु श्रीवत्स ब्राह्मण पद हृद धरी श्रीवत्स ब्राह्मण पद हृद धरी दूर कल क्या अंधु हे
দীনবন্ধু 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 দীনবান্ধব হে দীনবান্ধব হে দীনবন্ধু মোর দুঃখ কি হরিব স্কন্ধু হে বন্ধু ভক্তির প্রণতি আদিত্য জনায়ে ভক্তির প্রণতি আদিত্য জনায়ে ঘেন ঘেন জগ বন্ধু মোর ঘেন ঘেন জগ বন্ধু হে দীন বন্ধু সতকি তু দীন বন্ধু সতকি তু দীন বন্ধু। জয় জগন্নাথ। ধন্যবাদ সমস্ত। ଧନ୍ୟବାଦ। ଉତ୍କଳ କଳା ସଂସ୍କୃତିର ସନ୍ତକ ସେହି ପ୍ରଭୁ ଜଗନ୍ନାଥ ସେହି ପ୍ରଭୁ ଜଗନ୍ନାଥ ଭକ୍ତି ଭାବର କୋଟି ଓଡ଼ିଆର ପ୍ରାଣର ସ୍ପନ୍ଦନ ସେହି ଜଗନ୍ନାଥ ଆଦିନାରାୟଣଙ୍କ କଣ୍ଠରୁ ଶୁଣି ଆମେ ଧନ୍ୟ ହୋଇଗଲୁ। ଧନ୍ୟବାଦ କବି। ପରବର୍ତ୍ତୀ କବି ହେଲେ ପଦ୍ମଲୋଚନ ସାହୁ। ଅଭିନନ୍ଦନ ସ୍ୱାଗତ କରୁଛି ତାଙ୍କ କବିତାଟି ପାଠ କରିବା ପାଇଁ। ପଥରେ ପଡ଼ିଛି ବହୁ ଦୂର ତଥାପି ଆମକୁ ଚାଲିବାକୁ ହେବ ବହୁ ଦୂର ପଥ ବହୁ ଦୂର। ଦିନେ ବନ୍ଦୀଶାଳାରେ ଯେତେବେଳେ କୃଷ୍ଣ ଆବିର୍ଭାବ ହେଲେ ସେତେବେଳେ ସେହି ଦେବକୀ ଆଉ ବସୁଦେବ ସନ୍ଦେହ କରିଥିଲେ କୃଷ୍ଣଙ୍କ ଉପରେ, ଇଏ ସେ କାହିଁକି ଆସିଲେ। ଆଉ ଦିନେ ମହାଭାରତରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ସନ୍ଦେହ କରିଥିଲେ ଯେତେବେଳେ ସେ ତାଙ୍କୁ ଗୀତା ଶୁଣାଉଥିଲେ। ଏବଂ ଆମେମାନେ ସହଜେ ମଣିଷ ମଣିଷ ଉପରେ ସନ୍ଦେହ କରେ କାହିଁକି, କ'ଣ ପାଇଁ ସନ୍ଦେହ କରେ। ସେ ସନ୍ଦେହର ଯେତେବେଳେ ନିଆଁ ଲାଗିଯାଏ ସେହି ସନ୍ଦେହରେ ମଣିଷ ଜୀବନ ଛାରଖାର ହୋଇଯାଏ, ସବୁ କିଛି ଓଲଟ ପାଲଟ ହୋଇଯାଏ କ୍ଷଣିକ ଭିତରେ। ମଣିଷର ଜୀବନ ସର୍ବଦା ସୁରକ୍ଷିତ ନୁହେଁ। ଏହି 2 ଦିନର ମଣିଷ ଜୀବନ ପାଇଁ ସେ କେମିତି ବନ୍ଧନରେ ବାନ୍ଧି ହୁଏ ଏବଂ ସନ୍ଦେହର କୋହଳିକା ଭିତରୁ ମଣିଷ ମୁକୁଳି ପାରେ ନାହିଁ। ସେହି ଉପଲକ୍ଷେ ମୋର କବିତାର ଶୀର୍ଷକ ସନ୍ଦେହ। ସନ୍ଦେହ ଏମିତି ବିଷ ବୃକ୍ଷଟିଏ ଜନ୍ମିଥାଏ ବିଶ୍ୱାସର ମୂଳେ, ଥରେ ସେ ସନ୍ଦେହେ ନିଆଁ ଲାଗିଗଲେ ଜୀବନ ସାରା ସେ କୁହୁଡ଼େ, ଜୀବନ ସାରା ସେ କୁହୁଡ଼େ। ଜୀବନ ଏମିତି ଲମ୍ବା ରାସ୍ତାଟିଏ, ଜୀବନ ଏମିତି ଲମ୍ବା ରାସ୍ତାଟିଏ, ସରେ ନାହିଁ କେବେ ସରେ ନାହିଁ। ସନ୍ଦେହ ଜାଲରେ ପଡ଼ିଗଲେ ଥରେ ମୁକୁଳିବା ଆଉ ଯୋଉ ନାହିଁ, ମୁକୁଳିବା ଆଉ ଯୋଉ ନାହିଁ। ସ୍ତ୍ରୀ ଓ ପୁରୁଷ ଈଶ୍ୱରଙ୍କ ଦାନ, ସ୍ତ୍ରୀ ଓ ପୁରୁଷ ଈଶ୍ୱରଙ୍କ ଦାନ, ଏକ ପରାଗଢ଼ା ଆନ ପାଇଁ ବିଧାତା ହାତରେ ଭାଗ୍ୟ ଲେଖା ଆମ, ମଣିଷ ହାତରେ କିଛି ନାହିଁ, ମଣିଷ ହାତରେ କିଛି ନାହିଁ। 2 ଦିନ ପାଇଁ ମଣିଷ ଜୀବନ ସଂସାର ବନ୍ଧନେ ବନ୍ଧା ହୁଏ, 2 ଦିନ ପାଇଁ ମଣିଷ ଜୀବନ ସଂସାର ବନ୍ଧନେ ବାନ୍ଧି ହୁଏ। କେବେ ଆସେ ଝଡ଼ କେବେ ଭାଙ୍ଗେ ନୀଡ଼, ଦୁଃଖ ପରେ ସୁଖ ଆସିଥାଏ, ଦୁଃଖ ପରେ ସୁଖ ଆସିଥାଏ। ସଂସାର ଏମିତି ବୁଢ଼ୀ ଆଣି ଜାଲ, ସଂସାର ଏମିତି ବୁଢ଼ୀ ଆଣି ଜାଲ, ଥରେ ପଶିଗଲେ ଆଉ ଫେରି ହୁଏନି। ବିଶ୍ୱାସର ବନ୍ଧ ଭାଙ୍ଗିଗଲେ ଥରେ, ବିଶ୍ୱାସର ବନ୍ଧ ଭାଙ୍ଗିଗଲେ ଥରେ ଆଉ ସେ ବନ୍ଧକୁ ବାନ୍ଧି ହୁଏନି। ସନ୍ଦେହ ଏମିତି ନିଆଁ ଝୁଲଟିଏ, ସନ୍ଦେହ ଏମିତି ନିଆଁ ଝୁଲଟିଏ, କୁହୁଡ଼ି କୁହୁଡ଼ି ଜଳୁଥାଏ, ଜଳି ଜଳି ଶେଷେ ନିଶେଷ ହେଲେ ବି ପାଉଁଶ ତଳରୁ ପୁଣି ଜନ୍ମ ନିଏ, ପାଉଁଶ ତଳରୁ ଜନ୍ମ ନିଏ। କେବେ ହାରିଦିଏ ଜୀବନ ତାହାର, କେବେ ହାରିଦିଏ ଜୀବନ ତାହାର, କ୍ଷଣିକରେ ସବୁ ହୁଏ ଶେଷ। ସନ୍ଦେହ ଘେରରେ ପହଁରି ପହଁରି ଜାଣିପାରେ ନା ସେ, କିଏ ସେ ଅମୃତ କିଏ ବିଷ, କିଏ ସେ ଅମୃତ କିଏ ବିଷ। ସନ୍ଦେହ ଏମିତି ବୃକ୍ଷ, ସନ୍ଦେହ ଏମିତି ବିଷ ଫଳଟିଏ, ଖାଅ ନାହିଁ ଭାଇ ଖାଅ ନାହିଁ, ମିଛ ପ୍ରହଳିକା ପଛରେ ଗୋଡ଼ାଇ, ଅବାଟରେ କେବେ ଯାଅ ନାହିଁ, ଅବାଟରେ କେବେ ଯାଅ ନାହିଁ।
তুমি তো লবণী চোর, তুমি তো লবণী চোর, সুখ দুঃখে মোর দেউছ হসি, তুলসী চন্দন নৌছ বসি, কাহাকু ভাবুছ হে দেବାକୁ ବାଧ, ସେ ପାଇଁ ଆସୁନାହିଁ ଆଖିକୁ ନିଦ, ଭାବ ଦୀପେ ହୋଇ ସୌଦାଗର, ଯୁଗ ଯୁଗରୁ ଚାଲି ବଣିଜ ତୁମର ପ୍ରଭୁ ବଣିଜ ତୁମର, ତୁମେ ତ ଶ୍ୟାମ ସୁନ୍ଦର হে ମଣିମା, ତୁମେ ତ ଲବଣୀ ଚୋର, ତୁମେ ତ ଲବଣୀ ଚୋର। ଧନ୍ୟବାଦ। କବିତାର ଶୀର୍ଷକ ଧରାବତରଣ। ହେ ଲୀଳାମୟ, ଅନ୍ଧାର ଭିତରେ ତୁମେ ପରା ବାଟହୁଡ଼ା ବାଟୋଇର ସୀମାହୀନ ସାଗର, ଦିଗହରା ନୌରୀର ଆଶାର ପସରା, ଚିକ୍ ଚିକ୍ ଝଟକରେ ଆକାଶକୁ ଚମକାଇ, ଦିକ୍ ଦିକ୍ ଆଲୋକରେ ଦିଗ୍ବଳୟ ଝଲସାଇ ଧୀରେ ଧୀରେ ଡାକିନିଅ ପ୍ରଭୁ, କହିଦିଅ। କହିଥିଲ ତୁମେ ପରା ସେଇଦିନ ଯେପରି, ନା ଅହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟେ ନଚ, ମଦଭକ୍ତା ଯତ୍ର ଜାୟନ୍ତେ ତତ୍ର ତିଷ୍ଠାମି ନାରଦ। ହେଲେ ଆଜି ତୁମ ସୃଷ୍ଟି, ତୁମ ମାନସ ସନ୍ତାନ, ଭାଇ କାଟେ ଭାଇ ବେକ, ପଥପ୍ରାନ୍ତେ ଲଳନାର କରୁଣ ବିଳାପ, କହିଦିଅ ତୁମେ କେଉଁଠାରେ, ଗିର୍ଜାରେ ନା ମସଜିଦରେ, 22 ପାହାଚ ପାଖରେ, ସେ ପାଖରେ ଥାଇ କୁହ ନିସ୍ତାର ନାହିଁ କି ପ୍ରଭୁ। ତୁମ ଛଳନାର ବୁଢ଼ିଆଣି ସୂତା ସବୁ ମୋହମୟ ଜଞ୍ଜାଳର ଆବଦ୍ଧ ଗଳିରେ ରୁଦ୍ଧଶ୍ୱାସେ ଛଟପଟ କରିଦିଏ ଯେବେ, ଆକୁଳ ପ୍ରାର୍ଥନା ପୁଣି ଫେରିଆସେ ପ୍ରତିଧ୍ୱନି ସାଜେଇ, ନା ଅହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟେ ନଚ, ମଦଭକ୍ତା ଯତ୍ର ଜାୟନ୍ତେ ତତ୍ର ତିଷ୍ଠାମି ନାରଦ। ଅନ୍ୟାୟର ସବୁ ସୀମା ସରହଦ ଟପିଯାଏ ଯେବେ, ପାପ ଭାରେ ଧସିଯାଏ ଧରଣୀର ଶିରି, ତୁମେ ପରା ଅବତାର ନିଅ। ମିଳିଛ ସଂହାର କାରଣେ ଭାରତ ଭୂଖଣ୍ଡେ, ମାତା ଓ ଭଗିନୀର ଲୁହ ପୋଛି ନିର୍ଯାତିତା ମଥାକୁ ଆଉଁସି, କହିଦିଅ ଜଗନ୍ନାଥ କାନେ ତାର ଧୀରେ କହିଦିଅ, ନା ଅହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟେ ନଚ, ମଦଭକ୍ତା ଯତ୍ର ଜାୟନ୍ତେ ତତ୍ର ତିଷ୍ଠାମି ନାରଦ, ତତ୍ର ତିଷ୍ଠାମି ନାରଦ, ତତ୍ର ତିଷ୍ଠାମି ନାରଦ। ଧନ୍ୟବାଦ। ଧନ୍ୟବାଦ ଆପଣଙ୍କର ସୁନ୍ଦର ଗାୟନ ଏବଂ କବିତା ପାଇଁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ଆମ କଲେଜର ସୁଚି ଭାଇ ନାଁରେ ପ୍ରସିଦ୍ଧ ସୁଶାନ୍ତ ସାମନ୍ତରାୟ ଏକ ଭଜନ ପ୍ରସ୍ତୁତ କରିବେ। ସୁଶାନ୍ତ ସାମନ୍ତରାୟ ସୁନ୍ଦର ଭାବରେ ସେ ଗାୟନ କରନ୍ତି। ଯେକୌଣସି ମିଟିଂ ହଉ ସେ ସୁଚି ଭାଇ ନଥିଲେ କିଛି ହୁଏନି। ତେବେ ଆସନ୍ତୁ ଗୋଟେ ଶୁଣିବା ସୁନ୍ଦର ଭଜନଟି। ଆଗରୁ ଟିକେ କହିଦେଉଛନ୍ତି ବୋଧେ ମୁଁ ଜାଣିନି। ମା ତୁମେ ମମତାର ସୀମାହୀନ ସାଗର, ମା ତୁମେ ଆମ ପାଇଁ ଦେବତାର ମନ୍ଦିର, ମା ତୁମେ ମମତାର ସୀମାହୀନ ସାଗର, ମା ତୁମେ ଆମ ପାଇଁ ଦେବତାର ମନ୍ଦିର, ମା ତୁମେ ମମତାର। ତୁମ ସେ ମମତା ମତି ଆମ ପାଇଁ ଆଲୋକ, লিভাইছি অমারাতি মনে ভরি পুলক। তুমি যে স্নেহময়ী স্নেহর ঝড়, তুমি যে স্নেহময়ী স্নেহর ঝড়, মা তুমি মমতার সীমাহীন সাগর, মা তুমি আম পাই দেবতার মন্দির, দেবতার মন্দির, দেবতার মন্দির। বাহ, চমৎকার সুন্দর ভাবে এই
माने स्थानटी को पवित्र करदेले आमर सूची भाई। वर्तमान मो सह संयोजिका अध्यापिका आरती सेन को अनुरोध करुच्ची स्वरचित कविता पाठ करिवे। कवितार शीर्षक पूजा फूल। मो अगणारे फूलटिके देखिले मोर भारी गर्वित हुए। मो परिवारर गोटे सदस्य बोली फूलटिके भावे। सही पूजा फूल कौन करिछि ता जीवन रे तार कविताटे आवृत्ति करुछि। कवितार शीर्षटी पूजा फूल। से बहुत सुंदर विधातांका सृष्टि रे गोटे अपूर्व दान। मु पूजा फूल तुम बाड़ी रे मु फुटी थाए समस्त मुहरे हस देखाई थाए। मोर केते जे ना टगर मंदार सेबती मल्ली जुई जाई हेना चंपा रंगणी। सही पूजा फूल भक्ति भावरे मोते प्रभु को समर्पण करि दियंती। प्रभुଙ୍କ मनरे खुशी भरी जाए। शिवଙ୍କ मथारे शिवଙ୍କ सरदारे भारी सरदारे अपराजिता अरक्ष फूल दुदुरा। लक्ष्मी करंती पद्म फूलरे सरदा तेणु तांकु कमलिनी फूलटिए चढ़ाई दे थाए। मु पूजा फूल अल्प दिनर गल्पटिए। मु पूजा फूल अल्प दिनर गल्पटिए। सबिंग मनरे खुशी दे थाए। सबिंग मनरे खुशी दे थाए। प्रभुंक देह लगी होई मु मौली जीवी। हेले नाही मोर मनरे दुख। हेले नाही मोर मनरे दुख। मु बगीचारे शोभा बढ़ाए। मु बगीचार शोभा बढ़ाए। सबिंग मनरे दिए आनंद। मो महक सबिंग चित्तरे दिए आनंद। तुम बाड़ीर अगणारे मो बाड़ीर अगणारे टिके पानी देले मु पुष्पित हुए। टिके जतन कले सेठी प्रजापति खाली उड़ुथिब। सेठी प्रजापति खाली उड़ुथिब। देखिले भारी खुशी लागुथिब। सद्य सकाळू तुमे चांगुड़ी धरी मते तोलुथिब। तुमे तोलुथिब घर ठाकुरंक पाई। केतेबळे सेतेबळे मु खुशी हेउथिबी। कौन शब्दरे लेखि हेब कौन शब्दरे लेखि हेब मु पूजा फूल। धन्यवाद। कवितार शीर्षरे अध्यापिका सौदामिनी बेहेरा तांका कविता शेष कविता एवं से कवि तांका लेखनी मनरे ओडिया साहित्य रे कविंक हृदय किपरि बांधि रखिबे। टोपे टोपे वर्षा। शेष कविता व्यस्त हेले सर। कवितार शीर्षक टोपा टोपा वर्षा। वर्षा धरापृष्ठरू झरी पड़े। आकाशरू टोपा टोपा बारी माटीरू महक उठे। बिछाड़ी हो जाए दिगंत पर्यंत। उरेई फूलर बास्ना साथे कदम्बर रोमांच भितरी वर्षा। वर्षा बिंदु बिंदु लुह होई झरी जाए। मौनावती राजकन्यार उदास नयन कोणरू विरहर बेणुनाद भासी आसे। जमुनार बेलाभूई छुई छुई जाए हृदयर उजुड़ा बगीचा को। अभिसारिका से उदासी राजकन्या। अभिसार रत्नदीपर राजकुमार पाई पक्षीराज घोड़ारे सवार होई ओह्लाई आसिबे आकाशरू। भिड़ी नेबे निबिड़ बाहुबंधन रे रूपमती राजकन्या। हजिजीव प्रियतम रसराज। शेष कविता पढ़िबे श्रीमती कादम्बिनी स्वाई। मंचासीन अतिथि पूरा भाग उपस्थित समस्त गुरुजन मंडली पदाब्जरे मोर भक्तिपूत प्रणाम एवं उपस्थित समस्त वयकनिष्ठ मानक सारस्वत साहित्य सभार अभिनंदन। आज ये पवित्र उत्सव
ଶ୍ରୀକୃଷ୍ଣଙ୍କର ଉଦ୍ଦେଶ୍ୟରେ ଏକ ସ୍ୱରଚିତ କବିତା ପାଠ କରିବା ପାଇଁ ଯାଉଛି ମୋ ଶ୍ରୀମତୀ କାଦମ୍ବରୀ ସ୍ୱାଇଁ। ମୋ କବିତାର ଶୀର୍ଷକ ଅକ୍ଷର ଅକୁ ଚିହ୍ନିବୁ ଯଦି ଏ ସଂସାର ଉତରିବୁ। ଅକ୍ଷର ଅକୁ ଚିହ୍ନିବୁ ଯଦି ଏ ସଂସାର ଉତରିବୁ। ଅମନ ଗୋଟି କରଥୟ ଅଭୟେ ତ୍ରିକୁଟକୁ ଲୟ। ଅମାପେ ଗଲେ ହେବୁ ମୁକ୍ତି ଅପାଦ ତଳେ ସବୁ ଶାନ୍ତି। ଅଖାଦ୍ୟ ପାଇବୁ ତୁ ବଳ ଅଟି ସଂସାରେ ନିଶ୍ଚଳ। ଅପାନେ ମେଣ୍ଟିବ ତ ତୃଷା ଅବ୍ୟକ୍ତ ଅନାଦିର ଜୋଷା। ଅମାପେ କରିଲେ ତୁ ଘର ଅଜପାତର ଗଳାହାର। ଅନାମ ପୁରୁଷ ଭେଟିବୁ ଅକଥ୍ୟ ଭାଷ୍ୟ ତୁ ଭାସିବୁ। ଅଭେଦ୍ୟ ସୂତ୍ର ତୁ ଧରିବୁ ଅମନ୍ତ୍ରେ ଦୀକ୍ଷିତ ହୋଇବୁ। ଅମର ହେବୁ ଏ ଶୟଳେ ଅଲିଭା ଅଗ୍ନି ଜହିଁ ଜଳେ। ଅଗମ୍ୟ ଅଟ ଇସେ ସ୍ଥାନ ଅଭାବେ କର ଦର୍ଶନ। ଅଭକ୍ତିରେ ଅଣ ଆୟତ ଅଶେଷ ଭାବରୁ ନିବୃତ। ଅନନ୍ତ ଯାର ମାୟା କାୟା ଅଣାକାର ଯେ ତାର ଛାୟା। ଅଲକ୍ଷେ କରି ବୁଟୁ ଧ୍ୟାନ ଅଲକ୍ଷେ କରି ବୁଟି ଧ୍ୟାନ। ଅସୀମ ଲଭିବୁ ତୁ ଜ୍ଞାନ ଅଜ୍ଞାନେ ହେବ ତୋର ମୁଖ୍ୟ ଅଜର ହେବେ ତୋର ସାକ୍ଷ୍ୟ। ଅଦେଖା ଦିଅନ୍ତୁ ଦେଖିବୁ ଅକର୍ମେ ପୂଜା କରୁଥିବୁ। ଅଦାନେ କରି ବୁଟି ପ୍ରେମ ଅପ୍ରେମେ ପୂର୍ଣ୍ଣ ମନସ୍କାମ। ଅସାର ସଂସାର ତରିବୁ ଅକ୍ଷର ଅକୁ ଚିହ୍ନେ। ପୁଣି ଥରେ ପ୍ରଣାମ। ଧନ୍ୟବାଦ। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ କବିତା ପାଠୋତ୍ସବ ଶେଷ ହୋଇଛି। ମୁଁ ମୋ ପାଖରେ ବସିଥିବା ଦୁଇ ସଂଯୋଜିକା ମାନଙ୍କୁ ଧନ୍ୟବାଦ ଦେଉଛି ସୁନ୍ଦର ଭାବରେ ଆଜିର କବିତାକୁ ଉପସ୍ଥାପନ କରିଥିବାରୁ। ଏବଂ ଦ୍ୱିତୀୟ ଯଦିଓ ବିଳମ୍ବରେ ଆମର କବିତା ପାଠୋତ୍ସବ ଆରମ୍ଭ ହୋଇଛି ତଥାପି ଅତି ସୁନ୍ଦର ଭାବରେ ଶେଷ ହୋଇଛି। ଏଣୁ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଇ ଆମରି ସତ୍ୟ ବିକାଶ ତରଫରୁ ମୁଁ ଶ୍ରୀ ଡକ୍ଟର ପ୍ରମୋଦ କୁମାର ଦାସକୁ ମୋର କୃତଜ୍ଞତା ତଥା ନମସ୍କାର ଜଣାଇ ମୁଁ ଶେଷ କରୁଛି ଆଜିର କବିତା ପାଠୋତ୍ସବ ଦ୍ୱିତୀୟ